ପାଠ ପଢ଼ି କେହି ବେକାର ହେବେ ନାହିଁ। ସେମାନେ ବେକାର ହୁଅନ୍ତି ଯେଉଁମାନେ ପାଠ ପଢ଼ିବା ଭିତରେ ବିଦ୍ୟାକୁ ଆହରଣ କରିବାରେ କେଉଁଠି ନା କେଉଁଠି ତ୍ରୁଟି ରହିଯାଇଥାଏ। ବହି ଭିତରେ ପାଠ ଅଛି, ପାଠ ଭିତରେ ବିଦ୍ୟା ଲୁଚି ରହିଛି। ତାହାକୁ ଆମେ ସଂଗ୍ରହ କରିବାରେ ବିଫଳ କିମ୍ବା ସଂଗ୍ରହ କରାଇବାରେ ଯେଉଁ ବ୍ୟକ୍ତିମାନେ ଦାୟିତ୍ୱ ନେଇଛନ୍ତି ସେମାନେ ଦୁର୍ବଳ। ଏହି କାରଣରୁ ବେକାର ପରି ଏକ ଶବ୍ଦ ସୃଷ୍ଟି ହୁଏ ଯାହା ଅଭିଧାନରେ ଅଛି। ତେଣୁ ଆପଣ ବୁଝିପାରିଲେ ବହିକୁ ପଢ଼ନ୍ତୁ, ବିଦ୍ୟାଳୟକୁ ଯାଆନ୍ତୁ, ପାଠ ପଢ଼ନ୍ତୁ, କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ବିଦ୍ୟା ସଂଗ୍ରହ କରିବାର ଦକ୍ଷତାକୁ ବୃଦ୍ଧି ନ କରିବା ପର୍ଯ୍ୟନ୍ତ ବେକାର ପରି ଶବ୍ଦକୁ ଆମେ ନିମନ୍ତ୍ରଣ କରିବା ସ୍ୱାଭାବିକ। ବହି ଭିତରେ ବିଦ୍ୟା ଲୁଚି ରହିଛି, ପ୍ରତ୍ୟେକ ଶବ୍ଦ ଭିତରେ ବିଦ୍ୟା ଲୁଚି ରହିଛି, ପ୍ରତ୍ୟେକ ବାକ୍ୟ ଭିତରେ ବିଦ୍ୟା ଲୁଚି ରହିଛି, ପ୍ରତ୍ୟେକ ପାରାଗ୍ରାଫ ଭିତରେ ବିଦ୍ୟା ଲୁଚି ରହିଛି, ପ୍ରତ୍ୟେକ ଚିତ୍ର ଚରିତ୍ର ଭିତରେ ବିଦ୍ୟା ଲୁଚି ରହିଛି। ଆମେ ସେସବୁ ସଂଗ୍ରହ କରୁଛୁ ତ? ଏହିପରି ପ୍ରଶ୍ନ ଆମକୁ ପଚାରିବାକୁ ପଡ଼ିବ। ତାହେଲେ ବେକାର ପରି ଏକ ଶବ୍ଦକୁ ଆମେ ଦେଖିବା ନାହିଁ। ତେଣୁ ବେକାର ସମସ୍ୟା ହୁ ହୁ ହେଇ ବଢ଼ି ଚାଲୁଛି। ବେକାର ସମସ୍ୟା ଆମ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ହମ୍ସ, ଯାହାକୁ ଆମେ ଡେଇଁ ଯାଇପାରୁନାହୁଁ। ଏପରି ଅନେକ କଥା ଆଲୋଚନା ହୁଏ। ତେଣୁ ବେକାରକୁ ବନ୍ଦ କରିବାକୁ ହେଲେ ବିଦ୍ୟା ପ୍ରତି ମନୋନିବେଶ କଲେ ଏହାର ଫଳ ଆଗାମୀ ଦିନରେ ସୁଫଳ ହୋଇପାରିବ। SK ଏଜୁକେସନ୍ ଟ୍ରାକ୍ ତରଫରୁ ଅନେକ ମୋଟିଭେସନାଲ୍ ଭିଡ଼ିଓ ଆମେ ଆପଣଙ୍କୁ ଦେଇ ଆସୁଅଛୁ। ଉଦ୍ଦେଶ୍ୟ ହେଉଛି ଯୁବ ସମ୍ପ୍ରଦାୟ ଭିତରେ ନୈରାଶ୍ୟ ଯେପରି ସୃଷ୍ଟି ନ ହେବ ତାହାକୁ ରୋକିବାରେ ଆମର ଏହି ପ୍ରେଜେଣ୍ଟେସନ୍ ଅତି ଗୁରୁତ୍ୱପୂର୍ଣ୍ଣ ରହିଛି। ଏପରି ଅନେକ ଭିଡ଼ିଓ, ଅନେକ ମୋଟିଭେସନ୍, ଅନେକ ଏଜୁକେସନ୍ ଦେଖିବା ପାଇଁ SK ଏଜୁକେସନ୍ ଟ୍ରାକ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ସର୍ଚ୍ଚ କରନ୍ତୁ। ଦେଖିବେ ଜୀବନରେ ସ୍ମାଇଲ୍ ଆଣ୍ଡ ସକ୍ସେସ୍କୁ ଆପଣ ନିଜର କରିପାରିବେ। ପ୍ରେଜେଣ୍ଟ ବାଇ SK ଫାଉଣ୍ଡେସନ୍।